ସିଂହ ବାହିନୀ ମାଲିକ ମତେ ଏଗ୍ରିମେଣ୍ଟ କରିଥିଲେ ନା ତାଙ୍କ ପାର୍ଟି କି ନବା ପାଇଁ। ଆଜ୍ଞା ଜାଗର ଦିନ ଆଜ୍ଞା ମାନେ ଗଲା କାଲି ରାତିରେ ସେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କଲେ ନା ଆଜ୍ଞା ଯେ ପିୟୁଷ ଆସୁଛନ୍ତି ଆସନ୍ତା ବର୍ଷ ଆମ ପାର୍ଟି କି। ଆଜ୍ଞା ଯେତେବେଳେ ଗୋଟେ ପାର୍ଟି ତା ଷ୍ଟାରକାଷ୍ଟ ଡିକ୍ଲେୟାର କରିବ ଏଇଟା ନିହାତି ଗୋଟେ ଖୁସିର ମୁହୂର୍ତ୍ତ ନା ନାହିଁ। ନିଶ୍ଚିନ୍ତ ନିହାତି ଗୋଟେ ମାଲିକ ଖୁସିରେ ଡିକ୍ଲେୟାର କରିବ ଯେ ପିୟୁଷ ଆସୁଛି ଏମାନେ ଆସୁଛନ୍ତି ସେମାନେ ଆସୁଛନ୍ତି ଆମ ପାର୍ଟି ପୁଣି ଠିଆ ହବ, ଖୁସିର ମୁହୂର୍ତ୍ତ। ତ ଆପାତତଃ ମାଲିକ ତ ସକାଳୁ ଥରେ ମୋ ସାଙ୍ଗରେ ଆଲୋଚନା କରିବା କଥା ନା ନାଇଁ, ଆଜି ଏତିକି ବେଳକୁ ଷ୍ଟାରକାଷ୍ଟ ଟା ଡିକ୍ଲେୟାର ହବ, ଆଜ୍ଞା ଆଜି ଏତିକି ବେଳକୁ ଏହା ହବା କଥା ନା ନାହିଁ। ଆଜ୍ଞା ଆଜ୍ଞା ସିଏ ସକାଳୁ ବି ଛାଡି ଦିଅନ୍ତୁ, ସେ ଷ୍ଟାରକାଷ୍ଟ ଡିକ୍ଲେୟାର କରିବାର 24 ଘଣ୍ଟା ଭିତରେ ମତେ ଥରେ ତାଙ୍କ ଫୋନ ଲିଷ୍ଟରେ ମୋ ନମ୍ବର ଦେଖେଇଦେବେ, ମତେ ଫୋନ କରିଛନ୍ତି 24 ଘଣ୍ଟା ଭିତରେ ଯେ ଆମେ ଏତିକି ସମୟରେ ଡିକ୍ଲେୟାର କରିବା, ଏଇ ୱେରେ କରିବା କହିଛନ୍ତି। ନା ଆଜ୍ଞା ମତେ ତ କହିନାହାନ୍ତି। ଆଜ୍ଞା ସିଏ ଓଡିଶାରେ ନାହାନ୍ତି, ସିଏ ଯାଇକି ଅଛନ୍ତି ପ୍ରୟାଗରାଜରେ। ଆଜ୍ଞା ସେ ଖବର ମୋ ପାଖରେ ଅଛି। ଆଜ୍ଞା ଆପଣ ପ୍ରୟାଗରାଜରେ ରହିକି ଓଡିଶାର ୟୁଟ୍ୟୁବ ଚ୍ୟାନେଲରେ ଫଟୋ ପୋଷ୍ଟ କରିବା ପାଇଁ ପରମିଶନ ଦେଇପାରିଲେ ହେଇପାରିଲା, ଆପଣ ଥରେ ପିୟୁଷ ସାଙ୍ଗରେ ଆଲୋଚନା କରିପାରିଲେନି? ଆଜ୍ଞା ଏଇଟା କଣ ହେଇପାରିନଥାନ୍ତା? ଆଜ୍ଞା ଆଉ ଯଦି ମୁଁ କହିଲି ସମନ୍ୱୟର ଅଭାବ ଅଛି, ତାହେଲେ କଥାଟି କଣ ମୁଁ ଭୁଲ କହିଲି ଭାଇ ମତେ କହି ବୁଝେଇ। କଲା ପରେ ତାଙ୍କ କଥାଟା ସେଇ ହିସାବରେ ସେ ରଖିଲେନି କି ମାନେ ଆଡଭାନ୍ସ ନେଇ ସାରିଲା ପରେ ଆମ କଥାରେ ସମନ୍ୱୟ ରହିଲାନି ବୋଲି ସେ ଆଉ ଆଗକୁ ବଢିଲେନି। ମୁଁ ଆଉ ଆଗକୁ ବଢିଲିନି, ମୁଁ ତ ଏଇ କଥା କହିଲି। ଏଥିରେ ଭାଇ ମୋର କଣଟା ଭୁଲ ରହିଲା? ଠିକ ଠିକ ଆଜ୍ଞା ଆପଣ କଳାକାରଙ୍କର ନାଁ ପୋଷ୍ଟ କରୁଛନ୍ତି, ଆପଣ କଣ କରୁଛନ୍ତି, ଆପଣ ତ 24 ଘଣ୍ଟା ଭିତରେ ମୋ ସାଙ୍ଗେ କଥା ବି ହେଇନାହାନ୍ତି ଆଜ୍ଞା ଯେ ଆଜି ଏତେବେଳକୁ ଆମେ ପୋଷ୍ଟ କରିବା କଣ କରିବା। ଆଉ ମୁଁ ତ ସେଇଆ କହିଲି ସମନ୍ୱୟର ଅଭାବ ରହିଲା। ଆଜ୍ଞା କଣଟା ମୁଁ ଭୁଲ କହିଲି ଆଜ୍ଞା? ଆଜ୍ଞା 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 ଜାନୁଆରୀ ଆଡଭାନ୍ସ କଲା ପରେ ବି ସମନ୍ୱୟ ନ ରହିବାରୁ ସେ ସେଇଆକୁ ମାନେ ଅଭିଯୋଗ କରୁଛନ୍ତି ଯେ ଆଡଭାନ୍ସ ନେଇଗଲେ କିନ୍ତୁ କାହାର କଥା କହିଲେ କିନ୍ତୁ ଆମ କଥାଟା ରଖିଲେନି। ସେ କିନ୍ତୁ ଆପଣଙ୍କ ସମନ୍ୱୟ କଥାଟାକୁ ବୁଝିପାରିଲେନି। ବୁଝିପାରିଲେନି। କୁହନ୍ତୁ ଆଜ୍ଞା ମୁଁ କହିବା କଥା ଯେ ଯେତେବେଳେ ମନଟା ମିଶୁନି, ଆଜ୍ଞା ମିଶୁନି ପୁଣି କିଏ? ଯିଏ ମୁରବୀ, ମୁରବୀ ତାଙ୍କ ସାଙ୍ଗରେ ମନଟା ମିଶୁନି, ସେଠି 5 ବର୍ଷ ମୁଁ କେମିତି କାମ କରିଥାନ୍ତି ଭାଇ ମତେ ଟିକେ ଆଜ୍ଞା ବୁଝେଇଲେ। ତେଣୁ ସେ ପାର୍ଟିକି ନ ଯିବା ଆଗରୁ ଆହୁରି 4 ମାସ ଅଛି ଯାତ୍ରା ଛୁଟି ହେବା ପାଇଁ, ମୁଁ ଜଣେଇଦବାଟା କଣ ମୋର ଭୁଲ? ଆପଣଙ୍କ ଅନୁଷ୍ଠାନରେ ବା କାନା ଭାଇ, ଟିକିଅପା ଅଛନ୍ତି, ଆଉ 2 ଜଣ ଯାତ୍ରାପାଟିର ସିଂହ ଅଛନ୍ତି। ଖଣ୍ଡଗିରିରେ ଆପଣଙ୍କ ପାର୍ଟି 1 ନମ୍ବର ଅଛି, ଆପଣ ତାଙ୍କୁ ରଖୁନାହାନ୍ତି ବୁଝେଇକି, ତ ସେମାନେ କାହିଁକି ପଳଉଛନ୍ତି? ମୋ ଭୁଲଟା ଏଡେ ବଡ ଅପରାଧ ଆଖିକି ଦେଖାଗଲା।